ଉପେନ୍ଦ୍ର କୁମାର ନାୟକ ପଟ୍ଟାମୁଣ୍ଡି ସାମ୍ବାଦିକ ସଂଘର ସଭାପତି। ଆପଣମାନେ ଆଜି 2 ଦିନ ହେଲା ଅନଶନ କରୁଛନ୍ତି, ସେ ସମ୍ପର୍କରେ କ'ଣ ପ୍ରତିକ୍ରିୟା ରଖିବେ? ଦେଖନ୍ତୁ, ଆମେ ଗତକାଲି ଏ ବିଷୟରେ ଆଲୋଚନା କରିଥିଲୁ ଏବଂ ଆପଣଙ୍କ ଗଣମାଧ୍ୟମ ମାଧ୍ୟମରେ ସବୁ କଥା ଜଣାଇଥିଲୁ। ତଥାପି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛୁ। ପ୍ରଶ୍ନ ଉଠୁଛି, ଯଦି ସାମ୍ବାଦିକ ରାଜରାସ୍ତାରେ ବସିକିରି ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ବସିବେ, ଆଠାରୁ ଲୋକଲଜ୍ଜା ବୋଧେ ବିଧାୟକକୁ ମୁଁ ଆଉ କିଛି କହିପାରିବି ନାହିଁ। ଏତେ କଦର୍ଯ୍ୟ ଭାବରେ ସେ ବିଧାୟକ ଭାବରେ ହେଇଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ତାଙ୍କର ଟିକେ ମାନେ ମଣିଷତ୍ୱ ନାହିଁ। ସେ ଗଲାବେଳେ ଅନେଇକି ଯାଉଛନ୍ତି ମୁହଁ ବୁଲେଇକିରି, ଫେରିଲା ବେଳେ ମଧ୍ୟ ମୁହଁ ବୁଲେଇକି ଯାଉଛନ୍ତି ଏ ଜାଗାରେ। ତା ଭିତରେ ସାମ୍ବାଦିକ ଭାଇମାନେ ବସିଛନ୍ତି, ତାଙ୍କୁ କିଛି ଦେଖା କରୁଛନ୍ତି। ଦାବି କ'ଣ? ଆମେ ଏଇ ଦାବି ରଖିଛୁ, ବିଗତ 4 ବର୍ଷ ପୂର୍ବରୁ ଏଇ ବିଧାୟକ ଯେତେବେଳେ ଥିଲେ, ସିଏ ଆମକୁ କହିଥିଲେ ଗୋଟେ ଘର ଦେବେ, ସାମ୍ବାଦିକମାନଙ୍କ ପାଇଁ ଗୋଟେ ଘର ଦେବେ। ତାହା 4 ବର୍ଷ ଭିତରେ ଆଜିକି ପୁରିଲା ପରେ ପୁଣି 8 ମାସ 9 ମାସ ନୂଆ ସରକାର ଆସିଲା ପରେ ସେ ବିଧାୟକ ହେଇଛନ୍ତି। ତାଙ୍କର ଆଜିକାଲି ଭଣ୍ଡୁଆମି ଆଜି ପର୍ଯ୍ୟନ୍ତ ସରିଲା ନାହିଁ। ଶେଷକୁ ବାଧ୍ୟ ହେଲୁ ଆମେ ରାଜରାସ୍ତାରେ ବୋଲେଇବା ପାଇଁ। ଆମକୁ ଯେ ପର୍ଯ୍ୟନ୍ତ ସେ ଘର ନ ଦେଇଛନ୍ତି ଆମେ ଏଇଭଳି ରାଜରାସ୍ତାରେ ବସିବୁ, ଲୋକଲୋଚନରେ ତାଙ୍କୁ ଲଜ୍ଜା କରିବୁ। ଥ୍ୟାଙ୍କ ୟୁ।